ଆଗକୁ କ'ଣ ହେବ ନ ହେବ ନୂତନ ବର୍ଷରେ ନୂଆ ଘଟଣା ଘଟିପାରେ। ଆମେ ଯେହେତୁ ପବ୍ଲିକ ଲାଇଫରେ ଅଛୁ କଥାବାର୍ତ୍ତା ହେବ ହେଇଛୁ ବି। ମୁଁ ଯେତେବେଳେ ରାଜ୍ୟସଭାରେ ଏମ୍ପି ଥିଲି ସହଯୋଗ ନିଶ୍ଚିତ ଭାବେ ଆମ ଦଳ ତରଫରୁ ମଧ୍ୟ ବିଜେପିକୁ ଦିଆହେଉଥିଲା। କଂଗ୍ରେସ ବିରୁଦ୍ଧରେ ଆମେ ରାଜନୀତି ଆରମ୍ଭ କରିଥିଲୁ ଏବଂ କଂଗ୍ରେସ ବିରୋଧୀ ରାଜନୀତିରେ ଆଜି ପର୍ଯ୍ୟନ୍ତ ଆମେ ରହିକରି ଆସିଛୁ। ଆମକୁ ମଧ୍ୟ ବିଜେପି ଦଳ ଅଛୁଆ ନୁହେଁ, ଯେହେତୁ ଆମେ 2000ରୁ 2009 ପର୍ଯ୍ୟନ୍ତ ସରକାରରେ ମିଳିମିଶି ସରକାର କରୁଥିଲୁ। ସ୍ପଷ୍ଟ ଭାବେ ସମସ୍ତଙ୍କୁ ମୁଁ ଗୋଟେ କଥା କହିଲି, ଆପଣମାନଙ୍କର ବିଚାରଧାରାକୁ ଛାଡ଼ିକିରି ଅନ୍ୟ କିଛି କରିବାର ନାହିଁ। ଆପଣମାନେ ଯାହା ଆଲୋଚନା କରିବେ, ଚର୍ଚ୍ଚା କରିବେ, ନିର୍ଦ୍ଦେଶ ଦେବେ, ସେ ଅନୁଯାୟୀ ଆଗକୁ ମଧ୍ୟ ଆମର କାର୍ଯ୍ୟକ୍ରମ ରହିବ। ପ୍ରଥମ କଥା, ବିଜୁ ସ୍ୱାଭିମାନ ମଞ୍ଚ ଯୋଉଟା କରାହେଇଛି ସେଟା ସବୁଦିନ ପାଇଁ ରହିବ, ରହିଲା, ତାର କିଛି ଦ୍ୱିମତ ନାହିଁ। ଅନ୍ୟ କଥା, ସ୍ୱାଭିମାନ ମଞ୍ଚ ଗଢ଼ା ହେଇଛି ଏଥିପାଇଁ ସାମାଜିକ କାର୍ଯ୍ୟକ୍ରମ ଏବଂ ଲୋକଙ୍କର ସୁଖ ଦୁଃଖରେ ସାମିଲ ହେବା, ଏ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମକୁ ଆମେ ଲୋକଲୋଚନକୁ ଆଣିବା, ଏସବୁ କଥାରେ ସେ କାର୍ଯ୍ୟ କରିବା ପାଇଁ, ସାମାଜିକ କାମ କରିବା ପାଇଁ ଗଠନ ହେଇଛି। ଦ୍ୱିତୀୟରେ ଆପଣମାନେ ଯେଉଁ କଥା କହିଛନ୍ତି, ଯେଉଁ ଦଳ କଥା ଚର୍ଚ୍ଚା ଚାଲିଛି, କ'ଣ ଚାଲିଛି, ଆମର ଗତ କିଛି ଦିନ ତଳେ ରାମଚନ୍ଦ୍ର ଉଲ୍କାଙ୍କର ଯେଉଁ ଗୋଟେ କାର୍ଯ୍ୟକ୍ରମ ହେଇଥିଲା, ସେ କାର୍ଯ୍ୟକ୍ରମରେ ଦୁଇ ଭାଇଙ୍କର ନିମନ୍ତ୍ରଣ ପାଇକରି, ଜଣେ ଭାଇ ବିଜେପିର ଅଛନ୍ତି, ଜଣେ ଭାଇ କଂଗ୍ରେସର ଅଛନ୍ତି। ନିମନ୍ତ୍ରଣ ପାଇଲା ପରେ ନିମନ୍ତ୍ରଣକୁ ରକ୍ଷା କରି ଏବଂ ଦୀର୍ଘ ଦିନ ଏ ଅଞ୍ଚଳର ରାଜନୈତିକ କ୍ଷେତ୍ରରେ ଥିବା ଆଦିବାସୀ ନେତା ଜଣେ ଆମ ଅଞ୍ଚଳର, ତେଣୁ ମୋର ଇଚ୍ଛା ଥିଲା ସେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ। ଦୁଇ ଭାଇଙ୍କର ଅନୁରୋଧ କ୍ରମେ ମୁଁ ସେ କାର୍ଯ୍ୟକ୍ରମରେ ଯୋଗ ଦେଲି। ଯୋଗ ଦେଲା ବେଳକୁ କିଛି କଥାବାର୍ତ୍ତା ଉଭୟ ଦଳଙ୍କର ନେତାମାନଙ୍କ ସହିତ ମୋର ନିଶ୍ଚିତ ଭାବେ, ଆମେ ଯେହେତୁ ପବ୍ଲିକ ଲାଇଫରେ ଅଛୁ କଥାବାର୍ତ୍ତା ହେବ ହେଇଛୁ ବି। ତା ଭିତରେ ଗୋଟେ କଥା ପ୍ରଚୁର ଭାବେ ପ୍ରଚାର ହେଲା, ଭାସ୍କର ବାବୁ ଅଛୁଆ ନାହିଁ ବୋଲି ଯେଉଁ ମନ୍ତ୍ରୀ ଆମର ବିଜେପିର ଯେଉଁ କହିଲେ, ଠିକ କଥା ସେ କହିଛନ୍ତି, ସେ କିଛି ଖରାପ କଥା କହିନଥିଲେ। ଆମକୁ ମାତ୍ର ବିଜେପି ଦଳ ଅଛୁଆ ନୁହେଁ, ଯେହେତୁ ଆମେ 2000ରୁ 2009 ପର୍ଯ୍ୟନ୍ତ ସରକାରରେ ମିଳିମିଶି ସରକାର କରୁଥିଲୁ। ତାପରେ ମଧ୍ୟ ମୁଁ ଯେତେବେଳେ ରାଜ୍ୟସଭାରେ ଏମ୍ପି ଥିଲି ସହଯୋଗ ନିଶ୍ଚିତ ଭାବେ ଆମ ଦଳ ତରଫରୁ ମଧ୍ୟ ବିଜେପିକୁ ଦିଆହେଉଥିଲା। ଅଛୁଆ ନାହିଁ ବୋଲି ସେ ତାଙ୍କ କହିବା, ମୁଁ ବି କହୁଛି ଅଛୁଆ ନୁହେଁ ବୋଲି ସେ ଉଭୟଙ୍କର ମତ ମନରେ ଅଛି। ସେ ଦୀର୍ଘ ଦିନର ସମ୍ପର୍କ ଏବଂ ଗୋଟେ କଥା, କଂଗ୍ରେସ ବିରୁଦ୍ଧରେ ଆମେ ରାଜନୀତି ଆରମ୍ଭ କରିଥିଲୁ ଏବଂ କଂଗ୍ରେସ ବିରୋଧୀ ରାଜନୀତିରେ ଆଜି ପର୍ଯ୍ୟନ୍ତ ଆମେ ରହିକରି ଆସିଛୁ। ଆଗକୁ କ'ଣ ହେବ କ'ଣ ନ ହେବ, ଆଜି ଯେଉଁ ସଂଗଠନର ଯେଉଁ ଲୋକ ଆମର ପିଆର ମେମ୍ବର, ୱାର୍ଡ ମେମ୍ବର ଇତ୍ୟାଦି ସମସ୍ତେ ଯେଉଁ ଆସିଛନ୍ତି, ଆପଣମାନେ ଦେଖିଛନ୍ତି 1000-1500 ଲୋକଙ୍କର ଯେଉଁ ଗ୍ୟାଦରେସନ୍, ଏଇଟା ଗୋଟେ ପାର୍ଟି ମିଟିଂ ନଥିଲା, ମଞ୍ଚର ମିଟିଂ ନଥିଲା, ଗୋଟେ ନୂଆ ବର୍ଷର ସ୍ୱାଗତ କରିବା, ପୁରୁଣା ବର୍ଷର ବିଦାୟ ଦେବା ଏବଂ ଏସବୁ କଥା ଯେମିତି ଚାଲିଛି, ଚର୍ଚ୍ଚା ଚାଲିଛି ବଜାରରେ, ମିଡ଼ିଆରେ, ସୋସିଆଲ ମିଡ଼ିଆରେ, ଏସବୁ କଥାର ସନ୍ଦେହ ଦୂର କରିବା ପାଇଁ ଆଜି ଏ ବୈଠକଟା କରାହେଇଥିଲା। ସ୍ପଷ୍ଟ ଭାବେ ସମସ୍ତଙ୍କୁ ମୁଁ ଗୋଟେ କଥା କହିଲି, ଆପଣମାନଙ୍କର ବିଚାରଧାରାକୁ ଛାଡ଼ିକିରି ଅନ୍ୟ କିଛି କରିବାର ନାହିଁ। ଆପଣମାନେ ଯାହା ଆଲୋଚନା କରିବେ, ଚର୍ଚ୍ଚା କରିବେ, ନିର୍ଦ୍ଦେଶ ଦେବେ, ସେ ଅନୁଯାୟୀ ଆଗକୁ ମଧ୍ୟ ଆମର କାର୍ଯ୍ୟକ୍ରମ ରହିବ। ଏ କଥା ସେପ୍ଟେମ୍ବର 9ରେ ଯେଉଁ ସ୍ଥିର ହେଲା, ସେ କଥାରେ ପୁନର୍ବାର ସେଟା ଆମେ ପାଳନ କରିବା ପାଇଁ ପ୍ରସ୍ତୁତ ଅଛୁ। ଆଗକୁ କ'ଣ ହେବ ନ ହେବ ନୂତନ ବର୍ଷରେ ନୂଆ ଘଟଣା ଘଟିପାରେ, ତାର କିଛି ମୁଁ କହିପାରିବି ନାହିଁ ଏବଂ ସମୟ ସ୍ଥିର କରିବ ଯେତେବେଳେ କ'ଣ ହେବ କ'ଣ ନାହିଁ। ମୁଁ ନିଷ୍ପତ୍ତି କହିଲି ପୁରା, ଯେଉଁ ନିଷ୍ପତ୍ତି ଲୋକ ଆମର ଯେମିତି ସଂଗ୍ରାମୀ ଯେଉଁ ନେତା ଅଛନ୍ତି ମୋ ସାଙ୍ଗରେ, ସେମାନଙ୍କର ନିର୍ଦ୍ଦେଶକୁ ପାଳନ କରିବା ଛଡ଼ା ଅନ୍ୟ କିଛି ମୋ ପାଖରେ ବାଟ ନାହିଁ। ଯାହା ନିଷ୍ପତ୍ତି କରିବେ, ବିଜେପିରେ ଯୋଗ ଦେବା ପାଇଁ କହିଲେ କି ସେମାନେ, ଯଦି କହିବେ ସେତେବେଳେ ଗୋଟେ ଶୁଣ, ପ୍ରଶ୍ନର ଉତ୍ତର ନାହିଁ। ଯଦି କହିବେ ସେତେବେଳେ ବିଚାର କରାଯିବ, ଯେମିତି କରାଯିବ, ତାଙ୍କର କଥାକୁ ପାଳନ କରିବା କଥା। ମୁଁ ତ ପ୍ରତିଶ୍ରୁତି ଆଗରୁ ଦେଉଛି, ଏବେ ଦେଉଛି, କାଲି ବି ଦେବି। ସେ କଥାରେ ମୁଁ କିଛି କ'ଣ କରୁଛନ୍ତି ସେମାନେ ଉତ୍ତର ଦେଇପାରିବେ, ମୁଁ ଦେଇପାରିବି ନାହିଁ ନା। ଆପଣ ଯେଉଁଠି ଶୁଣୁଛନ୍ତି ସେଠି ଆପଣ ଉତ୍ତର ପାଇଲେ ଭଲ ହେଇଥାନ୍ତା। ମୁଁ ଜାଣିନି, ସେ ନ ଜାଣିବା କଥାକୁ ଉତ୍ତର ଦେବାଟା ମୋ ପାଖରେ ଏତେ ଜ୍ଞାନୀ ଲୋକ ମୁଁ ନାହିଁ।